राधे श्याम। तो फ्रेंड्स चलतु आज किसी नुआ ज्ञान नेबा। पवन पवनामस्मि राम शस्त्र भूतामहम झरणा मकरास्मि स्रोत समास्मि जाह्नवी। जे पवित्रकारी मानक मध्यरे मु वायु अटे, शस्त्रधारी मानक मध्यरे मु राम अटे। ओ रमन्ति योगिनी स्म यस्मिन् सो रामा। जोगी केउठी रमण करिथांती? जोगी माने निजे अनुभव रे रमण करुथांती। ईश्वर इष्ट रूपरे जेउ निर्देश देइथांती, जोगी माने सेथिरे रमण करिथांती। सेही जागृतिर नाम ही राम अटे एवं सेही जागृति ही मु अटे। मत्स्य मानक मध्यरे मगर मु अटे, नदी मानक मध्यरे गंगा मु अटे। स्वर्गाणामादिवंश मध्य चैवा मोहर्जुन आध्यात्म विद्या विद्याना बाद प्रबोधतामह। हे अर्जुन, सृष्टिर आदि मध्य अंत मु मध्य ही अटे ओ विद्यमानक मध्य ए आध्यात्म विद्या मु अटे। जिए कि आत्मार अधिपत्य हेउथाए सेही विद्या ही मु ही अटे। संसारर अधिकांश प्राणी मायार अधिपत्ୟରେ ରହିଥାନ୍ତି। ରାଗ ଦ୍ୱେଷ କାଳ କର୍ମ ସ୍ୱଭାବ ଓ ଗୁଣ ଦ୍ୱାରା ପ୍ରେରିତ ଅଟନ୍ତି। ଏମାନଙ୍କ ମୁଖରୁ ବାହାର କରି ଆତ୍ମାର ଅଧିପତ୍ୟରେ ନେଇ ଯାଉଥିବା ବିଦ୍ୟା ମୁଁ ହିଁ ଅଟେ, ଯାହାକୁ ଆଧ୍ୟାତ୍ମ ବିଦ୍ୟା କୁହାଯାଏ। ପରସ୍ପର ହେଉଥିବା ବିବାଦରେ ତଥା ବ୍ରହ୍ମଚର୍ଚ୍ଚାରେ ଯିଏ ନିର୍ଣ୍ଣାୟକ, ଏପରି ବାର୍ତ୍ତା ମୁଁ ହିଁ ଶେଷ ନିର୍ଣ୍ଣୟ ଓ ଅନିଶ୍ଚିତ ହୋଇଥାଏ। ଅକ୍ଷରାଣାତ୍ମକାରୋऽସ୍ମି ଦ୍ୱନ୍ଦ୍ୱ ସମାସିକସ୍ୟ च ଅହମେବାକ୍ଷୟ କାଲୋ ଧାତାଃ ବିଶ୍ୱତମଖୋ। ଅକ୍ଷର ମାନଙ୍କ ମଧ୍ୟରେ ମୁଁ ଅକାର, ଓମକାର ତଥା ସମାସ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ନାମକ ମାସ ଅଟେ। ଅକ୍ଷର କାଳ ମୁଁ ହିଁ ଅଟେ। କାଳ ସଦୈବ ପରିବର୍ତ୍ତନଶୀଳ ଅଟେ, କିନ୍ତୁ ସେହି ସମୟ ଯିଏକି ଅକ୍ଷୟ ଅଜୟ ଅମର ପରମାତ୍ମାର ପ୍ରବେଶ କରାଇଥାଏ, ସେହି ଅବସ୍ଥା ମୁଁ ହିଁ ଅଟେ। ବିରାଟ ସ୍ୱରୂପ ଅର୍ଥାତ୍ ସର୍ବତ୍ର ବ୍ୟାପ ସମସ୍ତଙ୍କ ଧାରଣ ପୋଷଣ କର୍ତ୍ତା ମୁଁ ମଧ୍ୟ ଅଟେ। ମୃତ୍ୟୁ ସର୍ବହରଶ୍ଚ ମୁଦ୍ଭବସ୍ୟ ଭବିଷ୍ୟତମ୍ କୀର୍ତ୍ତି ଶ୍ରୀବାକ୍ ନାରୀଣା ସ୍ମୃତି ମେଧା ଧୃତି କ୍ଷମା। ମୁଁ ସମସ୍ତଙ୍କ ବିନାଶ କରୁଥିବା ମୃତ୍ୟୁ, ମୁଁ ଭବିଷ୍ୟତରେ ହେଉଥିବା ପ୍ରାଣୀଙ୍କ ଉତ୍ପତ୍ତିରେ କାରଣ ମଧ୍ୟ ମୁଁ ହିଁ ଅଟେ। ସ୍ତ୍ରୀମାନଙ୍କ ମଧ୍ୟରେ ମୁଁ ଯଶ, ଶକ୍ତି, ବାକ୍, ପଟୁତା, ସ୍ମୃତି, ମେଧା ଅର୍ଥାତ୍ ବୁଦ୍ଧି, ଧୈର୍ଯ୍ୟ ଏବଂ କ୍ଷମା ମଧ୍ୟ ମୁଁ ଅଟେ। ଯୋଗେଶ୍ୱର ଅନୁସାରେ ଦ୍ୱାବିମ ପୁରୁଷ ଲୋକେ କ୍ଷରଶ୍ଚାକ୍ଷର ଏବଂ ତ। ପୁରୁଷ ଦୁଇ ପ୍ରକାର ହିଁ ହୋଇଥାନ୍ତି, କ୍ଷର ଏବଂ ଅକ୍ଷର। ସମ୍ପୂର୍ଣ୍ଣ ଭୂତ ପ୍ରାଣୀଙ୍କ ଉତ୍ପତ୍ତି ଏବଂ ବିନାଶଶୀଳ ଏହି ଶରୀର ହିଁ କ୍ଷର ପୁରୁଷ ଅଟେ। ସେ ନର, ମାତା, ପୁରୁଷ ଅଥବା ସ୍ତ୍ରୀ କିଛି ମଧ୍ୟ ନୁହନ୍ତି ନା କାହିଁକି। ଶ୍ରୀକୃଷ୍ଣ ଶବ୍ଦରେ ସେ ପୁରୁଷ ହିଁ ଅଟେ। ଅନ୍ୟଟି ହେଉଛି ଅକ୍ଷର ପୁରୁଷ, ଯିଏକି କୂଟସ୍ଥ ଚିତ୍ତର ସ୍ଥିର କାଳରେ ଦେଖିବାରେ ଆସିଥାଏ। ଏହା ହିଁ କାରଣ ଯେ ଏହି ପୁରୁଷ ପଥରେ ସ୍ତ୍ରୀ ପୁରୁଷ ସମସ୍ତେ ସମାନ ସ୍ଥିତରେ ମହାପୁରୁଷ ହୋଇ ଆସୁଛନ୍ତି, କିନ୍ତୁ ଏଠାରେ ସ୍ମୃତିଶକ୍ତି ବୃଦ୍ଧି ଇତ୍ୟାଦି ସ୍ତ୍ରୀମାନଙ୍କର ହିଁ କୁହାଯାଏ। କ'ଣ ଏହି ସଦ୍ଗୁଣର ଆବଶ୍ୟକତା ପୁରୁଷମାନଙ୍କ ମଧ୍ୟରେ ନାହିଁ? କିଏ ଯେପରି ପୁରୁଷ ରହିଛି, ଯିଏକି ଶ୍ରୀମାନ୍, କୀର୍ତ୍ତିମାନ, ବକ୍ତା, ସ୍ମୃତିବାନ, ମେଧାବୀ, ଧୈର୍ଯ୍ୟବାନ ଏବଂ କ୍ଷମାଶୀଳ ହେବାକୁ ଚାହୁଁନାହିଁ। ବୌଦ୍ଧିକ ସ୍ତରରେ ଦୁର୍ବଳତା ପିଲାମାନଙ୍କ ମଧ୍ୟରେ ଏହି ଗୁଣର ବୃଦ୍ଧି ନିମନ୍ତେ ମାତା ପିତା ପଢ଼ାଇବା ନିମନ୍ତେ ଅତିରିକ୍ତ ବ୍ୟବସ୍ଥା କରାଇଥାନ୍ତି। ଏଠାରେ କହୁଛନ୍ତି ଯେ ଏହି ଲକ୍ଷଣ କେବଳ ସ୍ତ୍ରୀମାନଙ୍କ ମଧ୍ୟରେ ପାଇବାକୁ ମିଳିଥାଏ। ଅତଃ ଆପଣ ବିଚାର କରି ଦେଖନ୍ତୁ ଯେ ସ୍ତ୍ରୀ କିଏ? ବସ୍ତୁତଃ ଆପଣ ହୃଦୟରେ ପ୍ରବୃତ୍ତି ହିଁ ନାରୀ ଅଟେ। ସେଥିରେ ଏହି ଗୁଣ ମାନକ ସଞ୍ଚାର ହେବା ଉଚିତ। ଏହି ଗୁଣକୁ ଧାରଣ କରିବା ସ୍ତ୍ରୀଲିଙ୍ଗ ପୁଲିଙ୍ଗ ସମସ୍ତଙ୍କ ନିମନ୍ତେ ଉପଯୋଗୀ, ଯାହା ମୋ ଦ୍ୱାରା ହୋଇଥାଏ। ବୃହସ୍ସାମ ତଥା ସାମ୍ନା ଗାୟତ୍ରୀ ଛନ୍ଦସାମହଂ
ମାସନା ମାର୍ଗଶୀର୍ଷ ଅମୃତୁନା କୁସୁମା କର। ଗାୟନ କରିବା ଯୋଗ୍ୟ ଶ୍ରୁତିମାନଙ୍କ ମଧ୍ୟରେ ବୃହତ୍ ସା ମୁଁ ଅଟେ, ଅର୍ଥାତ୍ ବୃହତ୍ ସହିତ ସଂଯୁକ୍ତ ସମ୍ମତ ହେଉଥିବା ଗାୟକ ଅଟେ। ଅର୍ଥାତ୍ ଏହିପରି ଜାଗୃତି ମୁଁ ଅଟେ। ଛନ୍ଦମାନଙ୍କ ମଧ୍ୟରେ ଗାୟତ୍ରୀ ଛନ୍ଦ ମୁଁ ଅଟେ। ଗାୟତ୍ରୀ କୌଣସି ମନ୍ତ୍ର ନୁହେଁ ଯାହାକୁ ପଢ଼ିବା ଦ୍ୱାରା ମୁକ୍ତି ମିଳିବ, ବରଂ ଏକ ସମର୍ପଣାତ୍ମକ ଛନ୍ଦ ଅଟେ। 3 ଥର ପତନ ହେବା ପରେ ଋଷି ବିଶ୍ୱାମିତ୍ର ନିଜକୁ ଇଷ୍ଟଙ୍କ ପ୍ରତି ସମର୍ପଣ କରି କହିଲେ, ଓಂ ଭୂର୍ଭୁବଃସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟଃ ପ୍ରଚୋଦୟାତ୍। ଯେ ଏଇଠି ଓಂ ଭୂର୍ଭୁବଃସ୍ୱଃ ମନ୍ତ୍ରକୁ କହିଛନ୍ତି। ଓಂ ଭୂର୍ଭୁବଃସ୍ୱଃ ତତ୍ସବିତୁର୍ବରେଣ୍ୟଂ। ଏଠି ଟିକେ ଓଲଟା ଟାଇପ୍ର ଲେଖାଯାଇଛି, ଯେମିତି ପଢ଼ାଯାଏ ସେମିତି ଲେଖାଯାଇନି। ଓಂ ଭୂର୍ଭୁବଃସ୍ୱଃ ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ଏମିତି ଲେଖାଯାଇଛି। ଅର୍ଥାତ୍ ଭୂ, ଭୁବ ଏବଂ ସ୍ୱ 3 ଲୋକରେ ତତ୍ତ୍ୱ ରୂପରେ ବ୍ୟାପ୍ତ ଦେବ। ଆପଣ ହିଁ ବରେଣ୍ୟ ଅଟନ୍ତି। ଆମ୍ଭକୁ ଏପରି ବୁଦ୍ଧି ଦିଅନ୍ତୁ, ଏପରି ପ୍ରେରଣା କରନ୍ତୁ ଯେ ଆମ୍ଭେ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବୁ। ଏହା ଏକ ପ୍ରାର୍ଥନା ମାତ୍ର ଅଟେ। ଯେ ଏଇଠି ତା ଅର୍ଥ ହେଉଛି ଆପଣ ହିଁ ବରେଣ୍ୟ ଅଟନ୍ତି। ଆମ୍ଭକୁ ଏପରି ବୁଦ୍ଧି ଦିଅନ୍ତୁ, ଏପରି ପ୍ରେରଣା ଦିଅନ୍ତୁ ଯେ ଆମ୍ଭେ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବୁ। ତାର ଅର୍ଥ ଏମିତି। ସେଇ ମନ୍ତ୍ର ଗୋଟିଏ ପ୍ରାର୍ଥନା। ଓକେ। ସାଧାରଣ ନଜର ବୁଦ୍ଧି ଦ୍ୱାରା ଯଥାର୍ଥ ନିର୍ଣ୍ଣୟ ନେଇ ପାରିନଥାଏ। ଏଇଠି କୁହାଯାଇଛି ଯେ ସାଧକ ନିଜର ବୁଦ୍ଧି ଦ୍ୱାରା ଯଥାର୍ଥ ନିର୍ଣ୍ଣୟ ନେଇ ପାରିନଥାଏ ଯେ ମୁଁ କେବେ ଠିକ୍ ଅଟେ କେବେ ଭୁଲ ଅଟେ। ତାହାର ଏହି ସମର୍ପଣ ପ୍ରାର୍ଥନା ମୁଁ ଅଟେ, ଯେଉଁଥିରେ ନିଶ୍ଚିତ କଲ୍ୟାଣ ରହିଛି, କାରଣ ସେ ମୋର ଆଶ୍ରିତ ହୋଇଛି। ସେମାନଙ୍କ ମଧ୍ୟରେ ଶୀର୍ଷସ୍ଥ ମାର୍ଗ ମୁଁ ଅଟେ ଏବଂ ଯେଉଁଥିରେ ସଦୈବ ପ୍ରଫୁଲ୍ଲିତ ହେଉଥିବା ଏହିପରି ଋତୁ ହୃଦୟରେ ଏହିପରି ଅବସ୍ଥା ମଧ୍ୟ ମୁଁ ଅଟେ। ତ ଆଗକୁ ପୁଣି ପଢ଼ିବା ଭଗବାନ କ'ଣ କହୁଛନ୍ତି। ରାଧେ ଶ୍ୟାମ।